ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ। ଆଜି ଆମେ ଗୋଟେ ଆଷ୍ଟ୍ରୋଲୋଜିର ଛୋଟ ଲେସନ ଟିକେ କରିବା। ଆମେ ଆଷ୍ଟ୍ରୋଲୋଜିର ଲେସନରେ ଆମେ ଜାତି ଯୋଉ ରାଶି ମାନଙ୍କର ବର୍ଣ୍ଣାଶ୍ରମ ଭିତ୍ତିକ ଅ, ଯୋଉ ସଂଜ୍ଞା ରହିଛି ସେଗୁଡା ଜାଣିବା। ବର୍ଣ୍ଣାଶ୍ରମରେ କଣ କଣ ରହିଛି ନା ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର। କ୍ଲିୟର? ତ ଏଇଟା କୋଉ ରାଶି ମାନେ କୋଉ ବର୍ଣ୍ଣର, ସେଇ ବିଷୟରେ ଆଜି ଆମେ ଜାଣିବା। ତ ଚାଲନ୍ତୁ ଆମେ ଆରମ୍ଭ କରିବା। ରାଶି ମାନଙ୍କ ବର୍ଣ୍ଣ, ଇଏ ସବୁ ଗୁଡାକ ଆପଣଙ୍କୁ ଯାଇ ଆଡଭାନ୍ସ ଷ୍ଟେଜରେ ଏତେ କାମ ଦବ ଯେ କହିବା ବାର। ତେଣୁ ଏଇ ଛୋଟ ଛୋଟ ଜିନିଷ ଗୁଡାକ ବହୁତ ଭଲସେ ବୁଝନ୍ତୁ। ଏକ, ଦୁଇ, ତିନି, ଚାରି, ପାଞ୍ଚ, ଛଅ, ସାତ, ଆଠ, ନଅ, 10, 11, 12। 12। ଏକ ରାଶିର ନାଁ କଣ? ଦୁଇ ରାଶିର ନାଁ ବୃଷ କଣ? ଆରେ କହୁନ ଭାଇ। ବୃଷ ଏଟା ମୁଁ କଣ ଜାଣିନି ଯେ ଏଟା ଛୋଟ ହୁଁ, ଜିନିଷଟା କହିଲେ ବା ମନେ ରହିବ। ତିନି ରାଶିର ହୁଁ। ନାଁ କଣ? ମିଥୁନ। 4, କର୍କଟ। ଚାରିର? କର୍କଟ। ପାଞ୍ଚର? 5 ସିଂହ। ଛଅର? 6 କନ୍ୟା। 7 ସାତର? ତୁଳା। ଆଠର? ବିଛା। ନଅର? ଧନୁ। ଦଶର? ମକର। ଏଗାରର? 11 କୁମ୍ଭ। ବାରର? ମୀନ। ଏଇଟା କ୍ଲିୟର? ଏଇଟା ତ କ୍ଲିୟର ହେଇଗଲା ନା। ହୁଁ, ହୁଁ, ହୁଁ। ଇଏ ହେଲେ ବ୍ରାହ୍ମଣ, ହୁଁ। ଇଏ ହେଲେ କ୍ଷତ୍ରିୟ, ଇଏ ହେଲେ ବୈଶ୍ୟ, ଇଏ ହେଲେ ଶୂଦ୍ର। କ୍ଲିୟର? ହୁଁ। ତାହେଲେ ଆମେ ଯୋଉ ବର୍ଣ୍ଣାଶ୍ରମ ଭିତ୍ତିକ ରାଶି ମାନଙ୍କର ଗଣନା କରୁଛୁ, ଆମେ ଷ୍ଟାର୍ଟ କୋଉଠୁ କଲେ ନା ମୀନ ରାଶିରୁ ଷ୍ଟାର୍ଟ କଲେ। ଠିକ ଅଛି? ହୁଁ। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର। ଏଠି କଣ ହବ ତାହେଲେ? ବ୍ରାହ୍ମଣ। ବ୍ରାହ୍ମଣ। ତାହେଲେ ଏଠି କଣ ହବ? କ୍ଷତ୍ରିୟ। କ୍ଷତ୍ରିୟ। ତାହେଲେ ଏଠି କଣ ହବ? ବୈଶ୍ୟ। ବୈଶ୍ୟ। ତୁଳା ଏଠି ହଉଛି କଣ ଶୂଦ୍ର। ହବ? ଶୂଦ୍ର। ଶୂଦ୍ର। ତାହେଲେ ଏଇଟା ପୁଣି କଣ ହବ? ବ୍ରାହ୍ମଣ, ବ୍ରାହ୍ମଣ। କ୍ଷତ୍ରିୟ, ବୈଶ୍ୟ। ବୈଶ୍ୟ। କୁମ୍ଭ ହଉଛି ଶୂଦ୍ର। ତେଣୁ ମୋର କହିବାର ତାତ୍ପର୍ଯ୍ୟ ହେଲା, କୋଉ କୋଉ ବହିରେ କଣ ଦେଇଛି ମୁଁ ଜାଣିନି। ମୁଁ ଯାହା ପୁରାଣ ଶାସ୍ତ୍ରରେ ଯାହା ଯୋଉ ହିସାବରେ ଦେଇଛି, ମୁଁ ସେଇ ହିସାବରେ ଆପଣ ମାନଙ୍କୁ ବର୍ଣ୍ଣାଶ୍ରମ ଭିତ୍ତିକ ପଢେଇଛି। ଠିକ ଅଛି? ହୁଁ। ତାହେଲେ ବ୍ରାହ୍ମଣ ରାଶି କୋଉ କୋଉ ଗୁଡା ହେଲେ? ନା 12 ବ୍ରାହ୍ମଣ ନମ୍ବର ହେଇଗଲେ ରାଶି, ହୁଁ 4 ମୀନ। ନମ୍ବର ରାଶି ଏବଂ 8 ନମ୍ବର ରାଶି। କ୍ଷତ୍ରିୟ ରାଶି କୋଉ କୋଉ ଗୁଡା ହେଲେ? 4, 8, 12। 1 ଏକ। ନମ୍ବର ରାଶି, 5 ନମ୍ବର ରାଶି 5 ନମ୍ବର। 9 ନମ୍ବର। ଏବଂ 9 ନମ୍ବର ରାଶି। 9 ନମ୍ବର। 5, 9। ବୈଶ୍ୟ ରାଶି କୋଉଗୁଡା ହେଲେ? 2 ନମ୍ବର, 6 ନମ୍ବର ଆଉ 10 ନମ୍ବର। 2 ନମ୍ବର, 6 ନମ୍ବର ଆଉ 10 ନମ୍ବର। 6 ନମ୍ବର, 10 ନମ୍ବର। ହୁଁ। ଆଉ ଶୂଦ୍ର ରାଶି କୋଉ କୋଉ ଗୁଡା ହେଲେ? ଶୂଦ୍ର ହେଇଗଲେ ଆମର 3 ଆଉ 7, 11। କ୍ଲିୟର ନା? ଆଜ୍ଞା, ଆଜ୍ଞା। ତେଣୁ ଏଇ 1, 5, 9 ମାନେ ମେଷ, ସିଂହ ଏବଂ ଧନୁ ଏମାନେ କ୍ଷତ୍ରିୟ ରାଶି। ହୁଁ। 4, 8, 12 ମାନେ କର୍କଟ, ବିଛା ଏବଂ ମୀନ। ଇଏ ହେଇଗଲେ ହୁଁ। ବ୍ରାହ୍ମଣ ରାଶି। ହୁଁ। 2, 6, 10, ହୁଁ। 2, 6, 10ରେ କଣ ହେଲା ନା 2, 6, 10ରେ ହେଲେ କିଏ କିଏ? ବୈଶ୍ୟ। ବୃଷ, କନ୍ୟା, ହୁଁ। ମକର। 3, ମକର। 7, 11, 3, 7, 11 କିଏ କିଏ? ନା ମିଥୁନ। ମିଥୁନ, ତୁଳା ତୁଳା। ଏବଂ କୁମ୍ଭ। ଶନି। ମାନେ ହୁଁ। ମକର ନା?
କୁମ୍ଭ, ସରି କୁମ୍ଭ, କୁମ୍ଭ। 3 7 କୁମ୍ଭ, 3 7 11, ଆଜ୍ଞା। ମିଥୁନ, ତୁଳା ଏବଂ କୁମ୍ଭ ଏମାନେ ହେଇଗଲେ କୁମ୍ଭ। ଶୂଦ୍ର। ହୁଁ ଠିକ ଅଛି, ହୁଁ ହୁଁ ଏଇଟା କ୍ଲିୟର ହେଇଗଲା ତ? ହୁଁ ହୁଁ ହେଲା। ହୁଁ ଏଇ ଜିନିଷଟା ବହୁତ ହିଁ ଇମ୍ପୋର୍ଟାଣ୍ଟ, ବିବାହ ମେଳକ ବେଳେ ଏଇଟା କାମ ଦବ। ଆଚ୍ଛା, ଏଇଥିରୁ ଆମେ ଆଉ ଗୋଟେ ଜିନିଷ ଆପଣ ମାନେ ବୁଝିପାରିଲେଣି କି? ଆପଣଙ୍କର କିଛି ମନେ ପଡୁଛି ଏଇ ଯୋଉ ବ୍ରାହ୍ମଣ କ୍ଷେତ୍ର ବୈଶ୍ୟ ଶୂଦ୍ରରୁ କିଛି ଆପଣଙ୍କୁ ମନେ ପଡୁଛି? ଯଦି ନ ମନେ ପଡୁଛି ମୁଁ ପକେଇଦେବି ଟିକେ। ଏଇଟାକୁ ଆଷ୍ଟ୍ରୋଲୋଜିରେ କୋଉ ତ୍ରିକୋଣ କୁହାଯାଏ? 1 5 9 କୁ କୋଉ ତ୍ରିକୋଣ କୁହାଯାଏ? ହୁଁ। ମୂଳ ତ୍ରିକୋଣ। ତ୍ରିକୋଣ, ମୂଳ ଧର୍ମ ତ୍ରିକୋଣ। ତ୍ରିକୋଣ। ହଁ, ହୁଁ। ଧର୍ମ ତ୍ରିକୋଣ। 2 ଧର୍ମ। 6 10 କୁ କୋଉ ତ୍ରିକୋଣ କୁହାଯାଏ? ହୁଁ ଅର୍ଥ ତ୍ରିକୋଣ। ହୁଁ। ଅର୍ଥ ବୈଶ୍ୟ। 3 7 11 କୁ କଣ କୁହାଯାଏ? କୋଉ କୋଣ କୁହାଯାଏ? ମୁ- କାମ ତ୍ରିକୋଣ। 4 8 12 କୁ କୋଉ ତ୍ରିକୋଣ କୁହାଯାଏ? ମୁଖ୍ୟ ତ୍ରିକୋଣ। ମୁଖ୍ୟ। ଏଇଟା କ୍ଲିୟର ଅଛି? ମନେ ପଡିଲା ନା ମନେ ପକେଇଦେବି? ମନେ ପଇଲା। 1 5 9 କୁ କୁହାଯାଏ ଧର୍ମ ତ୍ରିକୋଣ। ଆରେ ଧର୍ମ ଧର୍ମ କିଏ ତ୍ରିକୋଣ। ପାଳନ କରିବ? ରାଜା ଯଦି ଧର୍ମ ନ ପାଳନ କରିବ, କିଏ ତାକୁ ଇଏ କରିବ? ୟେସ୍। ହୁଁ। ତିନି। ତେଣୁ ଏଇ ହେଡିଙ୍ଗ ଆଉ ଟିକେ ମୁଁ ଇମ୍ପ୍ରୋଭାଇଜ କଲି, ରାଶି ମାନଙ୍କର ବର୍ଣ୍ଣ ଏବଂ ହୁଁ ଚତୁର୍ବର୍ଗ ତ୍ରିକୋଣ। ଚତୁର୍ବର୍ଗ, ଠିକ ଅଛି। ହୁଁ 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 ତେଣୁ 1 5 ନହେଲା ଧର୍ମ ତ୍ରିକୋଣ। ଧର୍ମ ତ୍ରିକୋଣ ମାନେ କ୍ଷତ୍ରିୟ ମାନେ ଧର୍ମ ଯଦି ପାଳନ ନ କରିବେ, ବା ଧର୍ମଟାକୁ ଧରି ରଖିବା ପାଇଁ କି ଯଦି ସେଇଟାକୁ ସେମାନେ ପାଳନ କରିକି ନ ଚାଲିବେ, ତାହେଲେ ଧର୍ମକୁ ତ ରଖି ପାରିବେନି ସେମାନେ। ଜାଣିପାରିଲେ। ହୁଁ ମଡର୍ଣ ଡେ ର ଇଣ୍ଟରପ୍ରିଟେସନ ହିସାବରେ, ଯଦି ଆଡମିନିଷ୍ଟ୍ରେଟିଭ ସାଇଡ ମାନେ ଗଭର୍ଣମେଣ୍ଟ ବା ସରକାର ଯଦି ଷ୍ଟ୍ରଙ୍ଗ ନ ରହିବ, ତାହେଲେ ସମାଜରେ ଧର୍ମର ଅବକ୍ଷୟ ଘଟିବ। କ୍ଲିଅର? ହୁଁ ଧର୍ମ ପରେ 2 6 10 କୁ କଣ କହିଲେ ଆମେ? ଅର୍ଥ ତ୍ରିକୋଣ। ଆରେ ଅର୍ଥ ତ୍ରିକୋଣ ବୈଶ୍ୟ ମାନଙ୍କର କାମ କଣ? ବିଜନେସ କରିବା। ବିଜନେସ୍। ସେଇମାନେ ହିଁ ବିଜନେସ୍। ପୁରାତନ ଯୁଗରେ ଅର୍ଥକୁ ଧରି ରଖୁଥିଲେ। ଠିକ ଅଛି। ହୁଁ। ଧର୍ମ ଅର୍ଥ କାମ। କାମ ମାନେ କାମନା ବା ଇଚ୍ଛା ବା ବିଭିନ୍ନ ପ୍ରକାର କର୍ମ। ହଁ। ଠିକ ଅଛି। ହୁଁ କାରଣ କାମନାର ଇଚ୍ଛାରୁ ତ ହିଁ କର୍ମ ସୃଷ୍ଟି ହବ ନା ଭାଇ। ପୁରାତନ ଯୁଗରେ ଶୂଦ୍ର ମାନେ ହିଁ କର୍ମ କରୁଥିଲେ। ହୁଁ ମୁଖ୍ୟ ତ୍ରିକୋଣ କୋଉଟା କୁହାଗଲା? ଏଇଟା ହେଲା ମୁଖ୍ୟ ତ୍ରିକୋଣ। ହୁଁ ତେଣୁ 4 8 12 ରାଶି ମାନେ ମୁଖ୍ୟ ତ୍ରିକୋଣ। ଠିକ ଅଛି। ବ୍ରାହ୍ମଣ ହୁଁ ମାନଙ୍କର ଧର୍ମ କଣ? ସେମାନେ ଭଗବାନଙ୍କ ପ୍ରାପ୍ତି ପାଇଁ କାମ କରିବା। କାମ କରିବା, ଆହ୍ୱାନ ଦେବେ ଆଉ। ଆହ୍ୱାନ ଦବା ଏବଂ ସେଇ ମାର୍ଗରେ ଚାଲିବା ପାଇଁ ପ୍ରେରଣା ହଁ, ଯୋଗେଇବା। ପ୍ରେରଣା ଦବ। ୟେସ୍। ମଡର୍ଣ ଡେ ଇଣ୍ଟରପ୍ରିଟେସନ କଣ? ନା ସଦଗୁରୁ, ଗୁରୁ ମାନେ। ହୁଁ ହୁଁ ୟେସ୍। ତେଣୁ ଏଇଟା ମୁଁ ତ ଜଷ୍ଟ ଗୋଟେ ପଢଉଥିଲି, କିନ୍ତୁ ଗୋଟେ ଭିତରୁ ପ୍ରେରଣା ଆସିଲା କି ଏଇଭଳି ଭାବରେ ପଢେଇଲେ ବୋଧେ ଭଲ ହୁଅନ୍ତା, ସେଥିପାଇଁ ମୁଁ ଏଇଟା କହିଦେଲି। ହୁଁ ଏଇଟା ରାଇଟ୍। କିଛି ମୁଁ ପ୍ଲାନ୍ କରିକି କହିନି, ଏଇଟା ଗୋଟେ ଦେଖୁ ହୁଁ ଦେଖୁ ମୋ ଭିତରୁ ଗୋଟେ ଆସିଲା କି ନା, ମୁଁ ଏଇଟା କହେ। ହୁଁ ତେଣୁ ଆପଣ ମାନେ ମନେ ରଖନ୍ତୁ, ଏ ଛୋଟ ଛୋଟ ଜିନିଷ ହେଲେ ମଧ୍ୟ ଆପଣ ମାନଙ୍କର କୋଉ ରାଶି ଏବଂ ଆପଣ ତଦନୁପାତିକ କର୍ମ କରୁଛନ୍ତି ନା ନାହିଁ, ସେଇଟା ଆପଣ ମାନେ ବସି ଭେରିଫାଇ କରିନେବେ। ତେବେ ଆଜିର ସେସନରେ ଆମେ ଗୋଟିଏ ବହୁତ ବଡ ମହତ୍ୱପୂର୍ଣ୍ଣ ଜିନିଷ ବିଷୟରେ ଜାଣିଲେ। ସମସ୍ତେ ଏଇ ଛୋଟ ଛୋଟ ଜିନିଷ ଗୁଡାକ ପଢି ଚାଲନ୍ତୁ, ଦେଖିବା ଆଗକୁ କନସେପ୍ଟ କେତେ କ୍ଲିୟର ହେଇଯିବ। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ। ଜୟ ଶ୍ରୀ ରାମ।